ଶକୁନିଙ୍କ ପିତା ରାଜା ସୁବଳଙ୍କର 100 ପୁଅ ଏବଂ ଗୋଟିଏ କନ୍ୟା ଗାନ୍ଧାରୀ ଥିଲେ। ସେ ଗାନ୍ଧାର ଦେଶର ଶକ୍ତିଶାଳୀ ରାଜା ଥିଲେ। ତାଙ୍କ ରାଜା ସୁବଳଙ୍କର ଅନେକ ରାଣୀ ଥିଲେ, କିନ୍ତୁ ମୁଖ୍ୟ ରାଣୀ ବା ପାଟରାଣୀ ରାଣୀ ସୁଧର୍ମା ଥିଲେ। ଶକୁନି ହେଉଛନ୍ତି ତାଙ୍କର ସବୁଠୁ ସାନ ପୁଅ। ତାଙ୍କ ସ୍ତ୍ରୀଙ୍କ ନାଁ ହେଉଛି ଆରସୀ। ଆଉ ଶକୁନିଙ୍କର 2 ଜଣ ପୁଅ ମଧ୍ୟ ଥିଲେ, ଉଲୁକ ଏବଂ ବୃକ। ଉଲୁକ ଯୁଦ୍ଧ ସମୟରେ କୌରବଙ୍କ ପକ୍ଷରୁ ଜଣେ ଦକ୍ଷ ଦୂତ ଭାବେ କାମ କରୁଥିଲେ ଏବଂ ସେ ପାଣ୍ଡବକୁ ଦୁର୍ଯ୍ୟୋଧନଙ୍କ ଅପମାନଜନକ ସନ୍ଦେଶ ଶୁଣାଉଥିଲେ। କୁରୁକ୍ଷେତ୍ର ଯୁଦ୍ଧରେ ସହଦେବଙ୍କ ହାତରେ ତାଙ୍କର ବଧ ହୋଇଥିଲା। କୁହାଯାଏ ଯେ ଗାନ୍ଧାରୀଙ୍କ ବିବାହ ପୂର୍ବରୁ ତାଙ୍କର ବିଧବା ଦୋଷ ଥିଲା, ଅର୍ଥାତ୍ ସେ ଯାହାକୁ ପ୍ରଥମେ ବିବାହ କରିବେ ତାଙ୍କର ମୃତ୍ୟୁ ହୋଇଯିବ। ତ ଏହି କଥା ଜାଣି ଏହି ଦୋଷ ଖଣ୍ଡନ କରିବା ପାଇଁ ତାଙ୍କ ପରିବାରର ଗୋଟେ ଛେଳି ସହିତ ଆଗ ତାଙ୍କୁ ବିବାହ କରିଥିଲେ। ପରେ ସେହି ପଶୁଟିକୁ ବଳି ଦେଇଥିଲେ। ପରେ ଗାନ୍ଧାରୀଙ୍କ ବିବାହ ଧୃତରାଷ୍ଟ୍ରଙ୍କ ସହ ହୋଇଥିଲା। ଯେତେବେଳେ ଧୃତରାଷ୍ଟ୍ର ଏବଂ ଭୀଷ୍ମ ଏହି କଥା ଜାଣିବାକୁ ପାଇଲେ ଯେ ଗାନ୍ଧାରୀ ଜଣେ ବିଧବା, ସେମାନେ ଏହାକୁ ବିଶ୍ୱାସଘାତକତା ବୋଲି ମାନିଲେ। କ୍ରୋଧରେ ଭୀଷ୍ମ ଗାନ୍ଧାରୀଙ୍କ ପିତା ରାଜା ସୁବଳ ଏବଂ ତାଙ୍କର 100 ପୁଅଙ୍କୁ ଶକୁନିଙ୍କ ସମେତ ବନ୍ଦୀଶାଳାରେ ରଖିଦେଲେ। କୌରବମାନେ ସେମାନଙ୍କୁ ମାରିବା ପାଇଁ ଏକ କଠୋର ଦଣ୍ଡ ଦେଲେ ଯେ ସମସ୍ତ 101 ଜଣ ବନ୍ଦୀଙ୍କ ପାଇଁ ଦୈନିକ ମାତ୍ର ଗୋଟିଏ ମୁଠା ଚାଉଳ ଖାଇବାକୁ ଦିଆଯାଉଥିଲା। ଏତିକି ଖାଦ୍ୟରେ ସମସ୍ତେ ବଞ୍ଚିବା ଅସମ୍ଭବ ଥିଲା। ରାଜା ସୁବଳ ନିଷ୍ପତ୍ତି ନେଲେ ଯେ ସେମାନଙ୍କ ବଂଶରୁ ଅତି କମରେ ଜଣେ ବଞ୍ଚିବା ଦରକାର, ଯିଏ ପରବର୍ତ୍ତୀ ସମୟରେ କୌରବଙ୍କ ଠାରୁ ଏହି ଅପମାନର ପ୍ରତିଶୋଧ ନେଇପାରିବ। ସେ ଦେଖିଲେ ଯେ ତାଙ୍କର ସବୁ ପୁଅଙ୍କ ମଧ୍ୟରେ ଶକୁନି ହେଉଛି ସବୁଠାରୁ ଚତୁର ଏବଂ ବୁଦ୍ଧିମାନ। ତେଣୁ ସମସ୍ତେ ନିଜ ନିଜ ଭାଗର ଚାଉଳ ଶକୁନିକୁ ଦେବାକୁ ଲାଗିଲେ, ଯାହାଦ୍ୱାରା ସେ ବଞ୍ଚି ରହିବେ। ମୃତ୍ୟୁ ପୂର୍ବରୁ ରାଜା ସୁବଳ ଶକୁନିକୁ କହିଥିଲେ, ମୋ ମୃତ୍ୟୁ ପରେ ମୋ ଶରୀର ହାଡ଼ରେ ପଶା ଗୋଟି ତିଆରି କରିବୁ, ଆଉ ସେହି ଗୋଟି ସବୁବେଳେ ତୋ କଥା ମାନିବ। ସୁବଳ ଶକୁନିକୁ ଗୋଟିଏ ଗୋଡ଼କୁ ଶକ୍ତ ଆଘାତ କରି ଭାଙ୍ଗି ବି ଦେଇଥିଲେ। ସେ ଚାହୁଁଥିଲେ ଯେ ଶକୁନି ଚାଲିବା ବେଳେ ଯେଉଁ ଯନ୍ତ୍ରଣା ଅନୁଭବ କରିବେ, ତାହା ତାକୁ ସବୁବେଳେ ନିଜ ପରିବାରର ଅପମାନ ଏବଂ ମୃତ୍ୟୁର ପ୍ରତିଶୋଧ କଥା ମନେ ପକାଇଦେବ। ଧୀରେ ଧୀରେ ଶକୁନିଙ୍କ ପିତା ଓ ଭାଇମାନେ ଭୋକରେ ମରିଗଲେ। ଶେଷରେ ଧୃତରାଷ୍ଟ୍ର ଶକୁନିକୁ ଜଣେ ମାତ୍ର ବଞ୍ଚିଥିବା ସଦସ୍ୟ ଭାବେ ମୁକ୍ତ କରିଦେଲେ।